वेलकम टू ओडिया डिजिटल लर्निंग पिलामाने आज आम षष्ठ श्रेणी साहित्य बहिर गोटे सुंदर गीत पढ़ा। गीतटीर ना है जन्मभूमि। जन्मभूमि ठीक अच्छे पिलाए ताहले यही गीतटी को लिखिछंती पद्मचरण पट्टनायक। कवि पद्मचरण पट्टनायक। ताहले पद्मचरण पट्टनायक विषय आम जानिबा। देख पिलाए पद्मचरण पट्टनायक विषय जदि आम जानिबा ताहले पद्मचरण पट्टनायक आम ओडिशार जड़े विशिष्ट कवि। से 1885 मसीह जन्मग्रहण करथिले एवं 1956 मसीह परलोक होइथिले। से जड़े जातीयतावादी कवि। से जाति देश को भल पाउथिले तेणु तांको कवितारे जातीयतावादी कवि भाव सुपरिचित। से स्वर्णरेणु, पद्मपाखुड़ा, सूर्यमुखी, आशामंजरी, गोलाप गछ, सुनार देश प्रभृति कविता पुस्तकर रचयिता। यह व्यतीत मार्टिन लूथर, महात्मा गांधी, नेपोलियन, फकीर मोहन प्रभृति केते खंड जीवनी पुस्तक मध्य से रचना करिसंती। ठीक अछि पिलाए ताहले आमे जानिले कवि पद्मचरण कर विषय रे आमे जानिले। तापरे आमे देखिबा जन्मभूमि पाठरे कोन अछि आमे देखिबा गीतटी को आवृत्ति करिवा। देख पिलाए गीतटी को भल भाबरे आमे देखिबा आवृत्ति करिवा। जे देशे जनजी मुही अछि जेउ देशे, जे देशर वायु बहे निश्वासे प्रश्वासे, जे देशर रवि ताप किरण बितरे तृषा मेंटे, जे देशर स्निग्ध स्वच्छ जले जार फल शस्ये करे जीवन धारण, जार बक्षे सदा सुखे करे विचरण, सेही मोर जन्मभूमि जननी समान, धरा तले काहीं अछि ता समान स्थान। ताले पिला माने आमे बुझिबा जे देशे जन्मी मुही जन्मिछि मुही, जे देशे जन्मिछि मुही, जो देश आमे जन्म ग्रहण करिचु, जो देश बसवास करिचु, जो देशर वायु आम निश्वास प्रश्वास आसुची जाउची, जो देशर सूर्य रविताप किरण भितरे, जो देश आमे सूर्यर आलोक पाई तार जो जल स्निग्ध जल स्वच्छ स्निग्ध जल को आमे पान करी आमर शोष मेटाऊचु। तृषा तृषा कहले शोष। जो देशर फल शस्य आमे खाई जीवन धारण करुचु, जो वृक्ष मूले आमे सदा विचरण करुचु, सेही आम जन्म माटी जन्मभूमि माँ सम्मान। माँ जेपरी पिलामानंकु स्नेह करी खाइबाकु देई बढ़ाए,
ଠିକ୍ ସେହିପରି ଏଇ ଦେଶ ଆମ ଜନ୍ମଭୂମି, ସେହି ଦେଶର ପାଣି ପବନ ମାଟି ଜଳ ଆଦି ଗ୍ରହଣ କରି ଆମେ ଜୀବନ ଧାରଣ କରୁଛୁ। ତେଣୁ ଏଇ ଦେଶ ଆମ ମା ଜନନୀ ସମାନ, ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ତେଣୁ ଆମ ଦେଶ ପରି ଆଉ ଦେଶ ନାହିଁ। ଆମ ଦେଶକୁ ଆମେ ଭଲ ପାଇବା, ଆମ ଦେଶକୁ ଆମେ ପ୍ରାଧାନ୍ୟ ଦେବା, ଭଲ ପାଇବା। ଆମ ପରି ଦେଶ, ଆମ ଦେଶ ପରି ଆଉ ଦେଶ ନାହିଁ। ତେଣୁ ଆମ ଦେଶ ହେଉଛି ଆମର ଜନ୍ମଭୂମି, ଆମ ମାଟି ମା। ଠିକ୍ ଅଛି ପିଲାଏ, ତାହେଲେ ଆମ ଦେଶର ନାମ ହେଉଛି ଭାରତବର୍ଷ। ଭାରତ ଆମ ଦେଶ। ତେଣୁ ଆମେ ଭାରତକୁ ଭଲ ପାଇବା, ଭାରତ ମାତାର ସେବା କରିବା। ଠିକ୍ ଅଛି ପିଲାଏ, ତାପରେ ଆମେ ଦେଖିବା, ତାପରେ କ'ଣ ଅଛି ଆମେ ଦେଖିବା। ଦେଖ ପିଲାଏ, ତାପରେ ଦେଖ, ଯେ ଦେଶେ ଅଛନ୍ତି ମୋର ପ୍ରିୟ ପରିବାର, ଦୟାମୟ ପିତା ପୁଣି ଜନନୀ ମୋହର, ସ୍ନେହର ପିତୁଳା ଭାଇ ଭଉଣୀ ସକଳେ, ଶୋଭନ୍ତି ଫୁଟିଲା ଫୁଲ ପରି ମୋର ଘରେ, ଯେ ଦେଶେ ଖେଳର ସାଥୀ ପ୍ରିୟ ବନ୍ଧୁଗଣ, ସାଜି ରହିଛନ୍ତି ଯେହ୍ନେ ନନ୍ଦନ କାନନ, ସେହି ମୋର ଜନ୍ମଭୂମି ଜନନୀ ସମାନ, ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ତାହେଲେ ପିଲାମାନେ, ଆମେ ଯେଉଁ ଦେଶରେ ଜନ୍ମ କରିଛୁ, ଯେଉଁ ଦେଶରେ ଜନ୍ମ ହେଉଛୁ, ଯାହାର ପାଣି ପବନ ପାଇ ଆମେ ଜୀବନ ଧାରଣ କରୁଛୁ, ସେହି ଦେଶରେ ଆମର ପରିବାର, ପ୍ରିୟ ପରିବାର, ଭାଇ ଭଉଣୀ, ମାତା ପିତା, ଅଜା ଆଈ ସମସ୍ତେ ମିଶି ଆମେ ସ୍ନେହରେ ଗୋଟିଏ ପରିବାରରେ ରହୁଛୁ। ଦୟାମୟ ପିତା ପୁଣି ଜନନୀ ମୋହର। ପିତା ପୁତ୍ର ପାଇଁ କ'ଣ କରି ନପାରେ? ସେ ଅର୍ଥ ଉପାର୍ଜନ କରି ପିଲାମାନଙ୍କୁ, ପୁଅ ଝିଅମାନଙ୍କୁ ପାଠ ପଢ଼ାଏ, ତାଙ୍କର ସମସ୍ତ ଅସୁବିଧା ସୁବିଧାକୁ ବୁଝେ। ଜନନୀ ସେହିପରି ମା, ସେ ପୁଅ ଝିଅମାନଙ୍କୁ ସ୍ନେହ କରନ୍ତି, ଆଉ ତାଙ୍କର ଦୁଃଖକୁ ସେ ସହ୍ୟ କରିପାରନ୍ତି ନାହିଁ। ସେ ନିଜେ ଦୁଃଖ ପାଇ ମଧ୍ୟ ପୁଅ ଝିଅମାନଙ୍କ ସୁଖ ପାଇଁ ସେ ସର୍ବଦା ଚେଷ୍ଟା କରୁଥାନ୍ତି। ତେଣୁ ଦୟାମୟ ପିତା ଆଉ ଜନନୀ, ସ୍ନେହର ପିତୁଳା ଭାଇ ଭଉଣୀ ସକଳେ। ଭାଇ ଭଉଣୀ ଯଦି ପରିବାରରେ ଥାନ୍ତି, ତେବେ କେତେ ଖେଳ କୌତୁକ କରି ଆନନ୍ଦରେ ଥାନ୍ତି। ଶୋଭନ୍ତି ଫୁଟିଲା ଫୁଲ ପରି ମୋର ଘରେ। ଫୁଟିଲା ଫୁଲ ଭଳିଆ ସେମାନେ ପରିବାରରେ ଶୋଭା ପାଆନ୍ତି। ଯେ ଦେଶେ ଖେଳର ସାଥୀ ପ୍ରିୟ ବନ୍ଧୁଗଣ, ସାଜି ରହିଛନ୍ତି ଯେହ୍ନେ ନନ୍ଦନ କାନନ। ନନ୍ଦନ କାନନରେ ଯେପରି ବିଭିନ୍ନ ପ୍ରକାର ଫଳ ଫୁଳ ଫୁଟି ସୁନ୍ଦର ବଗିଚା ଶୋଭା ପାଉଥାଏ, ଠିକ୍ ସେହିପରି ଆମ ସମାଜରେ ଆମର ଯଦି ବନ୍ଧୁବାନ୍ଧବ ଥିବେ, ତେବେ ଖୁସିରେ ସମୟ କଟିଥାଏ। ସେହିପରି ଏକ ଦେଶ ଆମ ଭାରତବର୍ଷ। ଯେଉଁ ଭାରତବର୍ଷରେ ଭାଇଚାରା ଅଛି, ଭାଇ ଭାଇ ଭିତରେ ସ୍ନେହ ମମତା ଥାଏ, ସେହି ଜନ୍ମଭୂମି ଜନନୀ ସମାନ। ତେଣୁ ଆମ ଦେଶ ପରି ଆଉ ଦେଶ ନାହିଁ। ଧରା ତଳେ, ଏ ପୃଥିବୀ ତଳେ କାହିଁ ଅଛି ତା ସମାନ ସ୍ଥାନ। ସେହିପରି ମୋ ଦେଶ ପରି ଆଉ ଦେଶ ନାହିଁ, ଯେଉଁ ଦେଶରେ ସମସ୍ତେ ସ୍ନେହ ଶ୍ରଦ୍ଧାରେ ବଞ୍ଚିଥାନ୍ତି। ଠିକ୍ ଅଛି ପିଲାମାନେ,
ତାହେଲେ ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ତାପରେ ଆମେ ଦେଖିବା ତାପରେ କ'ଣ ଲେଖିଛନ୍ତି କବି। ଦେଖ ପିଲାଏ, ଯେ ଦେଶର ଗିରି ନଦୀ କେତେ ଶୋଭା ଧରେ, ଖଣି ମଧ୍ୟେ ଶୋଭେ ମଣି ମୁକୁତା ସାଗରେ, ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ, ନବ ଜଳଧର ସଙ୍ଗେ ସୌଦାମିନୀ ଭାସେ, ଯେ ଦେଶେ କାନନେ ଶୋଭେ କେତେ ତୋରା ଫୁଲ, କଳ କଣ୍ଠେ ଗାଏ ଗୀତ ବିହଙ୍ଗମ କୂଳ, ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ତାହେଲେ ପିଲାମାନେ ପୁଣି ଆମେ ଦେଖିବା ଆମର ଜନ୍ମଭୂମି ଯେଉଁ ଦେଶରେ ଗିରି ଗିରି ଅର୍ଥ ପର୍ବତ ପର୍ବତ ଅଛି, ନଦୀ ଅଛି, କେତେ ଶୋଭା ପାଉଛି, ଖଣି ମଧ୍ୟରେ ପାହାଡ଼, ଖଣି ମଧ୍ୟରେ ମଣିମୁକୁତା ମଣି ବାହାରୁଛି ଏବଂ ସମୁଦ୍ର ଭିତରେ ମୁକୁତା ବାହାରୁଛି, ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ, ଆକାଶରେ ରାତ୍ରିରେ ଅସଂଖ୍ୟ ନକ୍ଷତ୍ରର ଶୋଭା ମନକୁ ଆନନ୍ଦ ଦିଏ, ନବ ଜଳଧର ଜଳଧର ବାଦଲ ମେଘ, ସେଇ ଆଷାଢ଼ ମାସରେ ଶ୍ରାବଣ ମାସରେ ଯେଉଁ ଆକାଶରେ ମେଘ ଭାସୁଥାଏ ଏବଂ ତା ସହିତ ସୌଦାମିନୀ ବିଜୁଳି, ବିଜୁଳିର ଚକମକ ଦୃଶ୍ୟ ଆନନ୍ଦ ଦିଏ, ଯେ ଦେଶେ କାନନେ ଶୋଭେ କେତେ ତୋରା ଫୁଲ, ଯେଉଁ ଦେଶର ବଣ ବଗିଚାରେ କେତେ ସୁନ୍ଦର ସୁନ୍ଦର ଫୁଲ ଫୁଟିଥାଏ, ଯେଉଁ ଦେଶରେ ଆମ୍ବ ବୃକ୍ଷରେ ଫଗୁଣ ମାସେ କୋକିଳର କୁହୁ କୁହୁ ଶବ୍ଦ, କୁହୁ କୁହୁ ଗୀତ ଶୁଣି ମନ ଆନନ୍ଦିତ ହୁଏ, ସେହି ଦେଶ ଭାରତ ବର୍ଷରେ ମୋର ଜନ୍ମ, ସେହି ଭାରତ ମୋର ଜନ୍ମ ମାଟି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ଠିକ ଅଛି ପିଲାମାନେ, ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ଠିକ ଅଛି ପିଲାମାନେ, ତାହେଲେ ତାପରେ କବି କ'ଣ ଲେଖିଛନ୍ତି ଆମେ ଦେଖିବା। ଯାର ଅନ୍ନ ଜଳ ଖାଇ ଶରୀର ଜୀବିତ, ଯାହା ନାମେ ଧରା ତଳେ ହୁଏ ପରିଚିତ, ଯାହାର ଗୌରବେ କେତେ ସୁଖର ଉଦୟ, ଯାହାର ପତନେ ହୁଏ ପତନ ନିଶ୍ଚୟ, ଦୂର ଦେଶେ ଥାଇ ଯାକୁ କରିଲେ ସ୍ମରଣ, ଘାଣ୍ଟି ହୁଏ ମନ ଦୁଃଖେ ଝୁରଇ ନୟନ,
ତାହା ଲାଗି ଶରୀରର ରକ୍ତ ବିନ୍ଦୁ ଦାନ, ଯେ ନ କରେ କୃତଘ୍ନ ସେ ପଶୁର ସମାନ। ତାହେଲେ ପିଲାମାନେ, ଯେଉଁ ଦେଶର ଅନ୍ନ ଜଳ ଖାଇ ଆମ ଶରୀର ଗଠିତ ହେଇଛି, ଆମେ ସେହି ଦେଶର ସନ୍ତାନ ରୂପେ ଆମେ ଆମର ପରିଚୟ, ଆମେ ଭାରତରେ ଜନ୍ମ ହେଇଛୁ, ଭାରତବର୍ଷର ଏଇ ଅନ୍ନ ଜଳ ଖାଇ ଆମେ ବଞ୍ଚିଛୁ, ତେଣୁ ଆମର ପରିଚୟ ହେଲା ଭାରତୀୟ। ସେହି ଦେଶର ସମ୍ମାନ ରଖିବା ଆମର କର୍ତ୍ତବ୍ୟ, ସେହି ଦେଶର ପୂର୍ବ ଗୌରବକୁ ଆମେ ଗାଇବା, ସେହି ଦେଶର ଗୌରବ ଇତିହାସକୁ ଆମେ ପଢ଼ିବା, ଲୋକଙ୍କୁ କହିବା। ଏବଂ ସେହି ଦେଶର ଯଦି ପତନ ହୁଏ, ତେବେ ଆମର ପତନ ମଧ୍ୟ ନିଶ୍ଚୟ ସୁନିଶ୍ଚିତ ହେବ। ଆମେ ଯଦି ଦେଶକୁ ଭଲ ପାଇବା ନାହିଁ, ଦେଶ ବିରୋଧୀ କାର୍ଯ୍ୟ କରିବା, ତାହେଲେ ଆମର ପତନ ନିଶ୍ଚୟ ଘଟିବ। ଯେପରି ଦୂର ଦେଶେ ଥାଇ ଯାକୁ କରିଲେ ସ୍ମରଣ, ଘାଣ୍ଟି ହୁଏ ମନ ଦୁଃଖ ଝୁରଇ ନୟନ। ଆମେ ଯଦି ଆମ ଜନ୍ମ ମାଟିକୁ ଛାଡ଼ି ବିଦେଶ ଚାଲିଯିବା, ତେବେ ଏଇ ଆମ ଦେଶର ପିଲାବେଳର କଥା ଆମକୁ ମନେ ପଡ଼ିବ ଏବଂ ଆମ ମନ ଘାଣ୍ଟି ହେବ, ଆଖିରୁ ଲୁହ ବାହାରି ପଡ଼ିବ। ସେଥିପାଇଁ ଆମେ ଦେଶର ଉନ୍ନତି ଲାଗି ସର୍ବଦା ଚିନ୍ତା କରିବା। ଆମର ଜୀବନ ଥିବା ପର୍ଯ୍ୟନ୍ତ, ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଆମେ ଦେଶ ପାଇଁ କାର୍ଯ୍ୟ କରିବା, ସମସ୍ତଙ୍କୁ ଭଲ ପାଇବା, ଉପକାର କରିବା। ଏଇ କାମ ଯଦି ନ କରିବା, ତାହେଲେ ଆମେ ପଶୁ ସହିତ ସମାନ ହେବା। ପଶୁ ଯେପରି ଅନ୍ୟର ଖାଦ୍ୟକୁ ଲୁଟି ଖାଇଥାଏ, ତାହେଲେ ଆମେ ମଧ୍ୟ ସେହି ପଶୁ ତୁଲ୍ୟ ଆମର ଆଚରଣ ହେଇଯିବ। ଠିକ୍ ଅଛି ପିଲାମାନେ, ତାହେଲେ ଆମେ ମଣିଷ ପରି ବଞ୍ଚିବା, ଅନ୍ୟର ଉପକାର କରିବା, ଦୁଃଖୀ ଲୋକର ସେବା କରିବା, ଆମ ଦେଶକୁ ଭଲ ପାଇବା, ଜାତିକୁ ଭଲ ପାଇବା, ଦେଶର ଉନ୍ନତି କରିବା। ତାହେଲେ ପିଲାମାନେ, ତାପରେ ଆମେ ଦେଖିବା କବି ପଦ୍ମଚରଣ ପଟ୍ଟନାୟକ ଶେଷରେ କ'ଣ ଲେଖିଛନ୍ତି, ଆମେ ଦେଖିବା। ଖୋଲି ଦେଖ ଇତିହାସ, କେତେ ମହାବୀର ସ୍ୱଦେଶ ମଙ୍ଗଳେ ଦେଇ ଅଛନ୍ତି ଶରୀର। ନିଜ ସୁଖ ଶାନ୍ତି ଘର ପରିବାର ଭୁଲି, ଦ୍ୱାରେ ଦ୍ୱାରେ ବୁଲିଛନ୍ତି ଘେନି ଭିକ୍ଷା ଝୁଲି। ମୁଣ୍ଡ ଝାଳ ଗୋଡ଼େ ମାରି ଲୋକଙ୍କ ମଙ୍ଗଳେ, ଲେଖି ଯାଇଛନ୍ତି ନାମ ଅକ୍ଷରେ ଅକ୍ଷରେ। କାଳେ କାଳେ ଲୋକ ମୁଖ ଘୋଷେ ତାଙ୍କ ନାମ, ଧନ୍ୟ ତାଙ୍କ ପିତା ମାତା ଧନ୍ୟ ଜନ୍ମସ୍ଥାନ। ତାହେଲେ ପିଲାମାନେ, ଆମେ ଯଦି ଆମ ଦେଶ ଭାରତବର୍ଷର ଇତିହାସ ପଢ଼ିବା, ତାହେଲେ ଏଇ ଦେଶରେ କେତେ ମହାପୁରୁଷ ଜନ୍ମ ହୋଇଥିଲେ ଏବଂ ଦେଶ ପାଇଁ ଜୀବନ ଦେଇଥିଲେ। ଆମ ଭାରତକୁ ସ୍ୱାଧୀନ କରିବା ପାଇଁ କେତେ କେତେ ମହାପୁରୁଷ ଗଣ ଇଂରେଜମାନଙ୍କ ସହିତ ଲଢ଼ି ନିଜକୁ ବଳିଦାନ ଦେଇଥିଲେ। ନିଜର ସୁଖ ଶାନ୍ତି ଭୁଲି, ଘର ପରିବାର ଭୁଲି ଦେଶ ପାଇଁ କାର୍ଯ୍ୟ କରିଛନ୍ତି। ଦ୍ୱାରେ ଦ୍ୱାରେ ଭିକ୍ଷା ମଧ୍ୟ ମାଗି ଲୋକଙ୍କର ସେବା କରିଛନ୍ତି। ମୁଣ୍ଡ ଝାଳ ଗୋଡ଼ରେ ମାରି ଲୋକଙ୍କର ମଙ୍ଗଳ ପାଇଁ ସେମାନେ ଦିନ ରାତି କାର୍ଯ୍ୟ କରିଛନ୍ତି। ସେହି ଦେଶରେ ଆମେ ଜନ୍ମ ହେଇଛୁ, ତେଣୁ ତାଙ୍କର ଗୁଣଗାନ କରିବା, ତାଙ୍କର ନାମକୁ ସ୍ମରଣ କରିବା, ତାଙ୍କର ଐତିହ୍ୟ, ତାଙ୍କର ସେହି ବିଜୟ ଗାଥାକୁ ଆମେ ଲୋକଙ୍କୁ କହିବା ଏବଂ ଆମ ଦେଶକୁ ଭଲ ପାଇବା। ସେହି ମହାପୁରୁଷମାନଙ୍କୁ ଆମେ ମନେ ପକାଇବା। ଧନ୍ୟ ତାଙ୍କ ପିତାମାତା, ଧନ୍ୟ ଜନ୍ମସ୍ଥାନ। ଏହି ଭାରତବାସୀକୁ ଆମେ ସେହି ଭାରତ ଇତିହାସର ମହାପୁରୁଷ ଗଣମାନଙ୍କ ବିଷୟରେ କହିବା, ଦେଶକୁ ଭଲ ପାଇବା। ତାହେଲେ ଆମେ ଏଇ
ଜଣେ ଭାରତୀୟ ଭାବରେ ପରିଚୟ ପାଇବା ଏବଂ ଆମର ମଧ୍ୟ ସମ୍ମାନ ବଢ଼ିବ। ଠିକ ଅଛି ପିଲାମାନେ, ତାହେଲେ ତୁମେ ଦେଖିଲ ଷଷ୍ଠ ଶ୍ରେଣୀ ସାହିତ୍ୟର ଏହି ଏକ ସୁନ୍ଦର ପଦ୍ୟ ଜନ୍ମଭୂମି। ଧନ୍ୟବାଦ ପିଲାଏ।